ଭାଗ୍ୟ ବଦଳାଏ 14ଟି ବାସ୍ତୁ ଚିତ୍ର ଘରେ ନିଶ୍ଚୟ ଲଗାନ୍ତୁ। ଆମେ ଘରେ ଯେଉଁ ଚିତ୍ର ସବୁ ଲଗାଉଛେ ତାହା ଆମ ନଜରରେ ସବୁବେଳେ ପଡୁଛି। ତେଣୁ ଆମ ଜୀବନଶୈଳୀ ଏବଂ ଭାଗ୍ୟ ଉପରେ ଏଗୁଡ଼ିକର ସିଧାସଳଖ ପ୍ରଭାବ ରହିଅଛି। କେଉଁ ଦିଗରେ କେଉଁ ଚିତ୍ର ଲଗାଇବା ତାହା ବାସ୍ତୁଶାସ୍ତ୍ରରେ ବିଭିନ୍ନ ଉପାୟରେ ବର୍ଣ୍ଣନା କରାଯାଇଛି। ଆଜି ମୁଁ ଆପଣଙ୍କୁ 14ଟି ଏମିତି ଚିତ୍ର ବା ଫଟୋ ବିଷୟରେ କହିବି ଯାହାକୁ ଆପଣ ଘରେ ବିଭିନ୍ନ ଦିଗରେ ଲଗାଇ ପାରିବେ ଏବଂ ତାହାର ସୁଫଳ ମଧ୍ୟ ପାଇପାରିବେ। ଆସନ୍ତୁ ଦେଖିବା। ପ୍ରଥମ ଚିତ୍ରଟି ହେଉଛି ରାମ ଦରବାର ଚିତ୍ର, ଯେଉଁଥିରେ ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ସୀତା ଏବଂ ହନୁମାନ ପରିବାର ସହ ବିଦ୍ୟମାନ। ଏହାକୁ ଆପଣ ନିଜର ଅତିଥି ଭବନରେ ବା ଅତିଥି କକ୍ଷରେ ଲଗାଇ ପାରନ୍ତି, ଯାହାଦ୍ୱାରା ଆପଣଙ୍କ ପରିବାରରେ ପରସ୍ପରର ଭଲ ପାଇବା, ପ୍ରେମ ଏବଂ ପାରିବାରିକ ଏକତା ଅକ୍ଷୁଣ୍ଣ ରହିବ। ଦ୍ୱିତୀୟ ଚିତ୍ର ଶ୍ରୀକୃଷ୍ଣ ବଂଶୀ ବଜାଉଥିବାର ଚିତ୍ର। ତାଙ୍କ ପଛକଡ଼େ ଗାଈଟିଏ ଥିବ। ଏହା ଆପଣ ନିଜର ଅତିଥି ଭବନରେ ଲଗାଇ ପାରିବେ। ସୌଭାଗ୍ୟ ଏବଂ ଧନ ପ୍ରାପ୍ତିର ମାର୍ଗକୁ ଏହା ପ୍ରଶସ୍ତ କରିଦେଇଥାଏ। ଭଗବାନ ଧନ୍ୱନ୍ତରୀ ହେଉଛନ୍ତି ଆୟୁର୍ବେଦର ସ୍ରଷ୍ଟା। ତେଣୁ ତୃତୀୟ ଚିତ୍ର ଭାବରେ ଭଗବାନ ଧନ୍ୱନ୍ତରୀ ହାତରେ ଅମୃତ କଳସ ଧରିଥିବା ଚିତ୍ର ଆପଣ ଘରର ଉତ୍ତର ପୂର୍ବ ବା ଐଶାନ୍ୟ କୋଣରେ ଲଗାଇ ପାରିବେ। ଏହା ଘରର ସଦସ୍ୟମାନଙ୍କର ନିରୋଗତା ରକ୍ଷା କରିବା ସହିତ ଧନ ପ୍ରାପ୍ତି ମଧ୍ୟ କରାଇଥାଏ। ଚତୁର୍ଥ ଚିତ୍ର ମା ସରସ୍ୱତୀଙ୍କର ଫଟୋ। ଯଦି ପିଲାମାନଙ୍କର ପଢ଼ିବା ଘର ବା ଆପଣଙ୍କର ପଢ଼ିବା ଘର ନିଜର ବେଡରୁମ୍ ଠାରୁ ଅଲଗା ହୋଇଥାଏ, ତାହାହେଲେ ମା ସରସ୍ୱତୀଙ୍କର ଫଟୋ ବା ଚିତ୍ର ଆପଣ ସେହି ଘରେ ଉତ୍ତର ଦିଗ କାନ୍ଥରେ ଲଗାଇ ପାରିବେ, ଯାହାଦ୍ୱାରା ପିଲାମାନଙ୍କର ପଢ଼ିବାରେ ଆଗ୍ରହ ଆସେ ଏବଂ ବିଦ୍ୟାବୁଦ୍ଧି ମଧ୍ୟ ଲାଭ ହୋଇଥାଏ। ପଞ୍ଚମ ଚିତ୍ର ରାଧାକୃଷ୍ଣଙ୍କର ଚିତ୍ର। ଏହାକୁ ଆପଣ ନିଜର ଶୟନ କକ୍ଷରେ ରଖିପାରିବେ। ସାଧାରଣତଃ ଶୟନ କକ୍ଷରେ ଅନ୍ୟ କୌଣସି ଫଟୋ ରଖିବା ଉଚିତ ନୁହେଁ, କିନ୍ତୁ ରାଧାକୃଷ୍ଣଙ୍କର ଫଟୋ ଆପଣ ରଖିପାରିବେ, ଯାହାଦ୍ୱାରା ପରିବାରରେ ପତି ପତ୍ନୀଙ୍କ ଭିତରେ ଭଲ ପାଇବା ବଢ଼ିଥାଏ। ଷଷ୍ଠ ଚିତ୍ର ମା କାମଧେନୁ ଗୋମାତାଙ୍କର ଚିତ୍ର। ବାଛୁରୀ ସହିତ କାମଧେନୁଙ୍କର ଚିତ୍ର ଆପଣ ଘରର ପୂର୍ବ ଦିଗ ବା ଉତ୍ତର ପୂର୍ବ ଦିଗରେ ଐଶାନ୍ୟ କୋଣରେ ଲଗାଇ ପାରିବେ। ଏହାଦ୍ୱାରା ପରିବାରରେ ସମସ୍ତଙ୍କର କାମନା ବା ଇଚ୍ଛା ପୂରଣ ହୋଇଥାଏ। ଯଦି ଆପଣଙ୍କର ଉତ୍ତର ପୂର୍ବ ଦିଗରେ ଠାକୁର ଘର ଥାଏ, ତାହେଲେ ଆପଣ କୌଣସି ଠାକୁରଙ୍କର ଚିତ୍ର ଲଗାଇବା ସହଜ ହୋଇଯାଇଥାଏ। ସପ୍ତମ ଚିତ୍ର ମା ଯଶୋଦା ଏବଂ ଶ୍ରୀକୃଷ୍ଣଙ୍କର ଚିତ୍ର। ଏହାକୁ ଗର୍ଭବତୀ ମହିଳାଙ୍କ କକ୍ଷରେ ଲଗାଇବା ଉଚିତ। ଯଦି ଆପଣଙ୍କ ଘରେ ଛୋଟ ପିଲା ଥାଆନ୍ତି, ତାହାହେଲେ ମା ପୁଅଙ୍କ ଭିତରେ ସ୍ନେହ ରଖିବା ପାଇଁ ଏହି ଫଟୋକୁ ଆପଣ ଲଗାଇ ପାରିବେ। ଅଷ୍ଟମ ଚିତ୍ର ହେଉଛି ମା ଅନ୍ନପୂର୍ଣ୍ଣାଙ୍କର ଚିତ୍ର। ଆପଣ ଏହାକୁ ରୋଷେଇ ଘରେ ଲଗାଇ ପାରିବେ, ଯାହାଦ୍ୱାରା ଆପଣଙ୍କ ଘରେ ଅନ୍ନର ଭଣ୍ଡାର ସବୁବେଳେ ଅକ୍ଷୁଣ୍ଣ ରହିବ। ନବମ ଚିତ୍ର 7ଟି ଦୌଡ଼ୁଥିବା ଘୋଡ଼ା। ଏହି ବିଷୟରେ ତ ଆପଣମାନେ ନିଶ୍ଚୟ ଶୁଣିଥିବେ। ଯଦି ଏହି ଚିତ୍ରଟିକୁ ଆପଣ ଘରର ପୂର୍ବ ଦିଗରେ ଲଗାନ୍ତି, ତାହାହେଲେ ଆପଣଙ୍କର ବ୍ୟାପାରରେ ଉନ୍ନତି ହୋଇଥାଏ, ଅଟକି ଯାଇଥିବା କାମ ପୂରଣ ହୋଇଯାଇଥାଏ। ଦଶମ ଚିତ୍ର ହେଉଛି ସନ୍ତରଣ କରୁଥିବା ରାଜହଂସର ଚିତ୍ର। ଏହାକୁ ଆପଣ ଅତିଥି ଭବନରେ ରଖିପାରନ୍ତି। ଏହାଦ୍ୱାରା ଆପଣଙ୍କର ଧନ ପ୍ରାପ୍ତିର ରାସ୍ତା ଖୋଲି ଯାଇଥାଏ। 11 ନମ୍ବର ଚିତ୍ର ଉଦୟ ହେଉଥିବା ସୂର୍ଯ୍ୟଙ୍କର ଚିତ୍ର, ଯେଉଁଥିରେ କୌଣସି ପାହାଡ଼ ନଥିବ, କେବଳ ସବୁଜ ଘାସ ଥିବ। ସେହିଭଳି ଚିତ୍ର ଆପଣ ଘରର ପୂର୍ବ ଦିଗରେ ଲଗାଇଲେ ଆପଣଙ୍କର ଭାଗ୍ୟ ଧୀରେ ଧୀରେ ଉଦୟ ହେବ ଏବଂ ପ୍ରତ୍ୟେକ ଦିନ ଆପଣଙ୍କର ଶୁଭ ଦିନ ଆରମ୍ଭ ହେବ। 12 ନମ୍ବର ଚିତ୍ର ହେଉଛି କେତେଗୁଡ଼ିଏ ନାଲି ବା ଗୋଲାପୀ ଗୋଲାପର ଚିତ୍ର, ଯାହାକି ଆପଣ ଘରର ଦକ୍ଷିଣ ପୂର୍ବ ଦିଗରେ ଲଗାଇ ପାରିବେ। ଏହାଦ୍ୱାରା ଧନ ଆଗମନ ହୋଇଥାଏ ଏବଂ ପରସ୍ପର ଭିତରେ ପ୍ରେମ ବଢ଼ିଥାଏ। ଆପଣଙ୍କର ପ୍ରସିଦ୍ଧି ତଥା ସାମାଜିକ ପ୍ରତିଷ୍ଠା ମଧ୍ୟ ବଢ଼ିଥାଏ। 13 ନମ୍ବର ଚିତ୍ର ହେଉଛି ଚକି ପେଷୁଥିବା ମହିଳାଙ୍କର ଚିତ୍ର। ଏଭଳି ଚିତ୍ର ମାନସିକ ମନ୍ଥନ ବା ଚିନ୍ତନର ପ୍ରତୀକ, ଯାହାକି ଆପଣଙ୍କର ଠିକ୍ ନିଷ୍ପତ୍ତି ନେବାର ଶକ୍ତିକୁ ବଢ଼ାଇଥାଏ। ଏହାକୁ ଆପଣ ଘରର ପୂର୍ବ କିମ୍ବା ଦକ୍ଷିଣ ପୂର୍ବ ଦିଗରେ ଲଗାଇ ପାରିବେ।
14 ନମ୍ବର ବା ଶେଷ ତଥା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚିତ୍ର ଆପଣଙ୍କ ପରିବାରରେ ସମସ୍ତଙ୍କର ଚିତ୍ର, ଯେଉଁଥିରେ ସମସ୍ତେ ଖୁସି ମନରେ ଥିବେ ବା ହସୁଥିବେ। ଏହାକୁ ଆପଣ ନିଜର ବାଟଘରେ ବା ଡ୍ରଇଂ ରୁମ୍ରେ ଦକ୍ଷିଣ ପଶ୍ଚିମ ଦିଗରେ ଲଗାଇବା ଉଚିତ, ଯାହାଦ୍ୱାରା ପରିବାରରେ ସମସ୍ତଙ୍କ ଭିତରେ କଳହ ଦୂର ହେବ ଏବଂ ସମ୍ପର୍କ ଠିକ୍ ଠାକ୍ ରହିବ।